ଆସନ୍ତୁ ଜାଣିବା ଓଡ଼ିଶାର ଶ୍ରେଷ୍ଠ କବିଙ୍କ ନାମ। ଯବନ କବି କାହାକୁ କୁହାଯାଏ? ଉତ୍ତର ସାଲବେଗ। ଆଦିକବି କାହାକୁ କୁହାଯାଏ? ଉତ୍ତର ସାରଳା ଦାସ। ନେକ୍ସଟ ଦେଖିବା ଅତିବଡ଼ି କାହାକୁ କୁହାଯାଏ ବା ଅତିବଡ଼ି କାହାକୁ ଉପାଧି ଦିଆଯାଇଛି? ଉତ୍ତର ଜଗନ୍ନାଥ ଦାସ। ନେକ୍ସଟ ଦେଖିବା ଉତ୍କଳ ଗୌରବ କାହାକୁ କୁହାଯାଏ? ଉତ୍ତରଟି ହେଉଛି ମଧୁସୂଦନ ଦାସ। ଉତ୍କଳ ଭୀମ କାହାକୁ କୁହାଯାଏ? ଉତ୍ତରଟି ହେଉଛି ପଦ୍ମଚରଣ ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ ଉତ୍କଳ କେଶରୀ କାହାକୁ କୁହାଯାଏ? ଉତ୍ତରଟି ହେଉଛି ଡକ୍ଟର ହରେକୃଷ୍ଣ ମହତାବ। ନେକ୍ସଟ ଉତ୍କଳମଣି କାହାକୁ କୁହାଯାଏ? ଉତ୍ତରଟି ହେଉଛି ଗୋପବନ୍ଧୁ ଦାସ। ନେକ୍ସଟ ଉତ୍କଳ ଘଣ୍ଟ କାହାକୁ କୁହାଯାଏ? ଉତ୍ତରଟି ହେଉଛି ଯଦୁମଣି ମହାପାତ୍ର। ନେକ୍ସଟ କବିଶେଖର କାହାକୁ କୁହାଯାଏ? ଉତ୍ତରଟି ହେଉଛି ଚିନ୍ତାମଣି ମହାନ୍ତି। ନେକ୍ସଟ କବି ସୂର୍ଯ୍ୟ କାହାକୁ କୁହାଯାଏ? ଉତ୍ତରଟି ହେଉଛି ବଳଦେବ ରଥ। ନେକ୍ସଟ ପଲ୍ଲୀ କବି କାହାକୁ କୁହାଯାଏ? ଉତ୍ତରଟି ହେଉଛି ନନ୍ଦକିଶୋର ବଳ। ବ୍ୟାସ କବି ବୋଲି କାହାକୁ କୁହାଯାଏ? ଉତ୍ତରଟି ହେଉଛି ଫକୀରମୋହନ ସେନାପତି। ଉତ୍କଳ ଭାରତୀ କାହାକୁ କୁହାଯାଏ ବା ନାରୀ କବି କାହାକୁ କୁହାଯାଏ? ଉତ୍ତରଟି ହେଉଛି କୁନ୍ତଳା କୁମାରୀ ସାବତ। କବି ସମ୍ରାଟ ବୋଲି କେଉଁ କବିକୁ କୁହାଯାଏ? ଉତ୍ତରଟି ହେଉଛି ଉପେନ୍ଦ୍ର ଭଞ୍ଜ। ଏବେ ଆପଣମାନଙ୍କ ପାଇଁ ପ୍ରଶ୍ନ ରହିଲା ଭୂମିପୁତ୍ର ବୋଲି କାହାକୁ କୁହାଯାଏ? ଉତ୍ତରଟି କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ।